ନୟାଗଡ଼ ପିଟିଏସ୍ ରୋଡ୍ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଟ୍ରକ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା ଏମିତି ହୋଇଥିଲା ଯେ ସ୍କୁଟିଟି ଟ୍ରକ୍ ଚକା ତଳେ ସମ୍ପୂର୍ଣ୍ଣ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ପିଟିଏସ୍ ଅଞ୍ଚଳର ଜୈନିକ ଯୁବକ ଗୁରୁତର ଆହତ ହୋଇଥିଲେ। ଠିକ୍ ସେହି ସମୟରେ ନୟାଗଡ଼ ଟାଉନ୍ ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଏସ୍ପି ଅଫିସରୁ କାର୍ଯ୍ୟ ସାରି ତରବର ହୋଇ ଫେରୁଥିଲେ। କାହିଁକିନା ସେ ଖବର ପାଇଥିଲେ ପିଟିଏସ୍ ଛକରେ ସାଂସଦ ସମ୍ବିତ ପାତ୍ରଙ୍କୁ ଅଣ୍ଡାମାଡ଼ ହେବ ଏବଂ ସାଂସଦଙ୍କୁ ଅଣ୍ଡାମାଡ଼ ପୂର୍ବରୁ ଯୁବକମାନଙ୍କୁ ଅଟକାଇବାକୁ ପଡ଼ିବ। କିନ୍ତୁ ଅଟକି ଯାଇଥିଲେ ଦୁର୍ଘଟଣା ସ୍ଥଳରେ। ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ଛଟପଟ ହେଉଥିବା ଯୁବକଙ୍କୁ ନିଜ ଗାଡ଼ିରେ ବୋହି ଆଣିଥିଲେ ଥାନା ଅଧିକାରୀଙ୍କ ସହ ସବ୍ ଇନ୍ସପେକ୍ଟର ଶିବରଞ୍ଜନ ସିଂଘା। ନେତାଙ୍କୁ ଏଡ଼ାଇ ଦେଇ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରି ମଣିଷ ପଣିଆର ପରିଚୟ ଦେଇଛନ୍ତି ଆମ ନୟାଗଡ଼ ଟାଉନ୍ ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର। ହେଇ ଦେଖୁନାହାନ୍ତି କେମିତି ନିଜ ଗାଡ଼ିରେ ନେଇ ଯାଉଛନ୍ତି ରଶ୍ମି ସାର୍। ये